ଅଷ୍ଟ ଚିରଞ୍ଜୀବିକା ମଧ୍ୟରୁ ମାର୍କଣ୍ଡେୟ ଋଷି ହେଉଛନ୍ତି ଜଣେ। ସେ ମୃତ୍ୟୁଞ୍ଜୟ ମନ୍ତ୍ରର ମହିମା ଏବଂ ଭଗବାନ ଶିବଙ୍କର ପରମ ଭକ୍ତ ଭାବରେ ଜଣାଶୁଣା। ମୃକୁଣ୍ଡ ଋଷି ଏବଂ ମରୁଦିତିଙ୍କର ପୁତ୍ର ନଥିଲେ, ତେଣୁ ସେ ଦୀର୍ଘ ଦିନ ତପସ୍ୟା ପରେ ଭଗବାନ ଶିବଙ୍କୁ ପ୍ରସନ୍ନ କଲେ। ଭଗବାନ ଶିବ ତାଙ୍କୁ ଦୁଇଟି ବିକଳ୍ପ ଦେଲେ। ପ୍ରଥମ, ଜଣେ ଗୁଣହୀନ ପୁତ୍ର ଯିଏ ଦୀର୍ଘାୟୁ ହେବ। ଦ୍ୱିତୀୟରେ, ଜଣେ ଅତ୍ୟନ୍ତ ଜ୍ଞାନୀ ପୁତ୍ର ଯାହାର ଆୟୁ ମାତ୍ର 16 ବର୍ଷ ହେବ। ମୃକୁଣ୍ଡ ଋଷି ଦ୍ୱିତୀୟ ବିକଳ୍ପଟିକୁ ବାଛିଲେ ଏବଂ ମାର୍କଣ୍ଡେୟଙ୍କର ଜନ୍ମ ହେଲା। ମାର୍କଣ୍ଡେୟଙ୍କ ବିଷୟରେ କୁହାଯାଏ ଯେ ସେ ପୂର୍ବରୁ ହିଁ ଜଣେ ସିଦ୍ଧ ଆତ୍ମା ଥିଲେ। ତାଙ୍କର ପୂର୍ବଜନ୍ମର ଭକ୍ତି ଏତେ ପ୍ରଖର ଥିଲା ଯେ ଏହି ଜନ୍ମରେ ସେ ମାତ୍ର 5 ବର୍ଷ ବୟସରୁ ସମସ୍ତ ବେଦ ଓ ଶାସ୍ତ୍ରରେ ପାରଙ୍ଗମ ହୋଇଯାଇଥିଲେ। ସେ ଜନ୍ମରୁ ହିଁ ଜଣେ ନୈଷ୍ଠିକ ବ୍ରହ୍ମଚାରୀ ଥିଲେ। ମାର୍କଣ୍ଡେୟ ଯେତେବେଳେ ବଡ଼ ହେଲେ ସେ ନିଜର ଅଳ୍ପ ଆୟୁଷ ବିଷୟରେ ଜାଣିବାକୁ ପାଇଲେ। ସେ ସେଥିରେ ବିଚଳିତ ନ ହୋଇ ଶିବଙ୍କ ଶରଣାପନ୍ନ ହେଲେ। ଯେତେବେଳେ ମାର୍କଣ୍ଡେୟକୁ 16 ବର୍ଷ ହେଲା, ଯମରାଜ ତାଙ୍କ ପ୍ରାଣ ନେବାକୁ ଆସିଲେ। ସେହି ସମୟରେ ମାର୍କଣ୍ଡେୟ ଏକ ଶିବଲିଙ୍ଗକୁ ଜାବୁଡ଼ି ଧରି ଭଗବାନ ଶିବଙ୍କ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିଲେ। ଯେତେବେଳେ ଯମରାଜ ତାଙ୍କ ଉପରକୁ ଯମଫାଶ ପକାଇଲେ, ସେଥିରୁ ଭଗବାନ ଶିବ ପ୍ରକଟ ହେଲେ। ଶିବ ଯମରାଜଙ୍କୁ ଅଟକାଇଲେ ଏବଂ ମାର୍କଣ୍ଡେୟଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାକୁ ଅମରତ୍ୱର ବରଦାନ ଦେଲେ। ସେହି ଦିନଠାରୁ ସେ ଅଷ୍ଟମ ଚିରଞ୍ଜୀବୀ ଭାବେ ପରିଚିତ ହେଲେ। କୁହାଯାଏ ଯେ ମାର୍କଣ୍ଡେୟ ହିଁ ପ୍ରସିଦ୍ଧ ମହାମୃତ୍ୟୁଞ୍ଜୟ ମନ୍ତ୍ର ରଚନା କରିଥିଲେ। ମାର୍କଣ୍ଡେୟଙ୍କୁ ଏକ ଅଦ୍ଭୁତ ଶକ୍ତି ମିଳିଥିଲା। ସେ ସୃଷ୍ଟିର ପ୍ରଳୟ, ସବୁକିଛି ପାଣିରେ ବୁଡ଼ିଯିବା ନିଜ ଆଖିରେ ଦେଖିଥିଲେ। ସେହି ମହାପ୍ରଳୟ ସମୟରେ ସେ ଜଣେ ଛୋଟ ଶିଶୁକୁ ଏକ ବଟପତ୍ର ଉପରେ ଶୋଇଥିବାର ଦେଖିଲେ, ଯିଏ ନିଜ ପାଦର ବୁଢ଼ା ଆଙ୍ଗୁଠିକୁ ମାଟିରେ ପୂରାଇ ଚୁଚୁମୁଥିଲା। ସେହି ଶିଶୁ ଜଣକ ଥିଲେ ଭଗବାନ ଶ୍ରୀକୃଷ୍ଣ ବାଳମୁକୁନ୍ଦ। ସେ ଶିଶୁଙ୍କ ଶ୍ୱାସ ଦ୍ୱାରା ତାଙ୍କ ପେଟ ଭିତରକୁ ଯାଇ ପୂରା ବ୍ରହ୍ମାଣ୍ଡ ଦର୍ଶନ କରିଥିଲେ। ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ, ମାର୍କଣ୍ଡେୟ ଋଷି ସେମାନଙ୍କୁ ଭେଟିବାକୁ ଆସିଥିଲେ। ସେ ଯୁଧିଷ୍ଠିରଙ୍କୁ ଧର୍ମ, କର୍ମ ଏବଂ ଅତୀତର ଅନେକ କାହାଣୀ ଶୁଣାଇଥିଲେ, ଯେମିତିକି ରାମାୟଣ ଏବଂ ସାବିତ୍ରୀ ସତ୍ୟବାନ କଥା। ସେ ପାଣ୍ଡବଙ୍କୁ ଧୈର୍ଯ୍ୟ ଧରିବାକୁ ଉପଦେଶ ଦେଇଥିଲେ। ତାଙ୍କ ନାମରେ ମାର୍କଣ୍ଡେୟ ପୁରାଣ ରହିଛି, ଯେଉଁଥିରେ ପ୍ରସିଦ୍ଧ ଦୁର୍ଗା ସପ୍ତଶତୀ ବା ଚଣ୍ଡୀପାଠ ବର୍ଣ୍ଣିତ। ଏଥିରୁ ଜଣାପଡ଼େ ଯେ ସେ କେବଳ ଶିବଙ୍କ ଭକ୍ତ ନଥିଲେ, ବରଂ ଶକ୍ତିଙ୍କର ମଧ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ମାର୍କଣ୍ଡେୟ କାହାଣୀ ଶିଖାଏ ଯେ ଭକ୍ତି ଏବଂ ବିଶ୍ୱାସ ବଳରେ